ମାଛ କାଟୁ କାଟୁ ହେଇଗଲେ ପଥର। ହଁ ଫ୍ରେଣ୍ଡସ୍, ସମ୍ବଲପୁରରେ ଅଛି ଏମିତି ଗୋଟିଏ ପ୍ରାଚୀନ ମନ୍ଦିର ଯେଉଁଠି ଜଣେ ମାଛ କାଟୁ କାଟୁ ହେଇଗଲେ ପଥର। ବାଲେଶ୍ୱରରୁ ମୁଁ ଯାଇ ପହଞ୍ଚିଥିଲି ସମ୍ବଲପୁର ଏଇ ହୁମା ମନ୍ଦିର। ଆଉ ଏଇ ମନ୍ଦିରକୁ ନିଜ ଆଖିରେ ଦେଖିଲେ ଆପଣ ପ୍ରଥମେ ଆଶ୍ଚର୍ଯ୍ୟ ହେଇଯିବେ। ମନ୍ଦିରର ଅବସ୍ଥାନ କରୁଛନ୍ତି ବାବା ବିମଳେଶ୍ୱର ମହାଦେବ ଏବଂ ମନ୍ଦିରର ପାଦଦେଶରେ ଶ୍ରୀ ହନୁମାନ, ନବଗ୍ରହ, କାଳିକାଇ ବିଗ୍ରହ, ଶନିଦେବ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ରହିଛି। ଏହି ମନ୍ଦିରଟି 1660 ମସିହାରେ ସମ୍ବଲପୁର ପଞ୍ଚମ ରାଜା ବଳିୟାର ସିଂହଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ମନ୍ଦିରଟିର ରୂପରେଖ କହିବାକୁ ଗଲେ ଏହା ପାଖାପାଖି 200 ଫୁଟ ଲମ୍ବ ଏବଂ 120 ଫୁଟ ପ୍ରସ୍ଥ ଏବଂ ଭୂପୃଷ୍ଠରୁ ଉପରକୁ ପ୍ରାୟ 46 ଡିଗ୍ରୀ ଏଙ୍ଗେଲରେ ଢଳି ହୋଇ ରହିଥିବାରୁ ଏହା ବକ୍ର ମନ୍ଦିର ଭାବେ ପରିଚିତ। ମନ୍ଦିରର ପାଚେରୀ ମଧ୍ୟ ସେମିତି ବଙ୍କା ଭାବରେ ତିଆରି ହୋଇଥିବାର ଦେଖିବାକୁ ମିଳେ। ମନ୍ଦିରର ପଛ ପାର୍ଶ୍ୱରେ ପାହାଚ ଅତିକ୍ରମ କଲେ ଦେଖାଯାନ୍ତି ମହାନଦୀରେ ଖେଳୁଥିବା ଅନେକ କୁଢ଼ ମାଛ, ଯାହାକୁ ଭଗବାନ ବିଷ୍ଣୁଙ୍କର ମୀନ ଅବତାର ବୋଲି ମଧ୍ୟ ବିଶ୍ୱାସ କରାଯାଏ। କାହିଁକି ନା ମାନ୍ୟତା ଅଛି ଯେ ଥରେ ଜଣେ ସ୍ତ୍ରୀ ଲୋକ ଏହି ସ୍ଥାନରୁ ମାଛ ନେଇ କାଟିବା ସମୟରେ ପଥର ହୋଇଯାଇଥିଲେ, ଯାହାଙ୍କର ଗୋଟେ ମୂର୍ତ୍ତି ମଧ୍ୟ ଦେଖିବା ପାଇଁ ମିଳେ। ଏବଂ ଏହି ସ୍ଥାନକୁ ପହଞ୍ଚିବା ପାଇଁ ଆପଣଙ୍କୁ ଡଙ୍ଗାରେ ନଦୀ ପାର ହୋଇ ଯିବାକୁ ପଡ଼ିବ। ଏଠାରେ ପହଞ୍ଚିବା ପରେ ମା କାଳୀଙ୍କର ଏକ ବିଶାଳ ମୂର୍ତ୍ତି ମଧ୍ୟ ଦେଖିବା ପାଇଁ ମିଳିଥାଏ।